Hello student, welcome back to my Tanushree tutorial. SEC Skill Enhancement course ର Election Studies and Public Opinion Unit 1 ର long question ଦେଖିବା. Meaning, significance and characteristic of public opinion rule in democracy. ଆମେ ଏଠାରେ ଜନମତର ଅର୍ଥ, ଗୁରୁତ୍ୱ ଏବଂ ବୈଶିଷ୍ଟ୍ୟ ଗଣତନ୍ତ୍ରର ଭୂମିକା ଦେଖିବା। ଜନମତର ଅର୍ଥ। ଜନମତର ଅର୍ଥ ହେଉଛି ଲୋକମାନଙ୍କର ମତ, ଅର୍ଥାତ୍ ଜନସାଧାରଣ କୌଣସି ବିଷୟ ବା ନୀତି ବିଷୟରେ କ'ଣ ଭାବନ୍ତି ସେଥିରେ ତାଙ୍କର ମତାମତ କ'ଣ। ଜନମତର ପ୍ରାୟୋଗିକ ଅର୍ଥ। ଗଣତନ୍ତ୍ରରେ ଜନମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମାଧ୍ୟମରେ ଲୋକମାନେ ନିଜ ମତ ପ୍ରକାଶ କରନ୍ତି। ନୀତି ନିର୍ଣ୍ଣୟ, ନିର୍ବାଚନ, ଆନ୍ଦୋଳନ ବା ସାମାଜିକ ପରିବର୍ତ୍ତନରେ ଜନମତ ଏକ ମୁଖ୍ୟ ଭୂମିକା ନିଭାଏ। ଏହା ଅନେକ ସମୟରେ ଗ୍ରାଫ, ସର୍ଭେ ବା ମିଡ଼ିଆ ରିପୋର୍ଟ ମାଧ୍ୟମରେ ଜଣାଯାଏ। ଜନମତର ଗୁରୁତ୍ୱ। ଜନମତର ଗୁରୁତ୍ୱ ଗଣତନ୍ତ୍ର, ସାମାଜିକ ନୀତି ଓ ନୀତି ନିର୍ଣ୍ଣୟ ପ୍ରକ୍ରିୟାରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହା ଲୋକମାନଙ୍କର ମତାମତ, ଆଶା ଆକାଂକ୍ଷା ଓ ଚିନ୍ତାଧାରାକୁ ପ୍ରତିବିମ୍ବିତ କରିଥାଏ, ଯାହା ନୀତି ନିର୍ମାଣକୁ ଦିଗ ନିର୍ଦ୍ଦେଶ ଦେଇଥାଏ। ଜନମତର ମୁଖ୍ୟ ଗୁରୁତ୍ୱ। ନୀତି ନିର୍ମାଣର ଆଧାର। ଜନମତ ମାଧ୍ୟମରେ ଶାସନ ବ୍ୟବସ୍ଥା ଲୋକମାନଙ୍କ ଆବଶ୍ୟକତା ଓ ଆଶାକୁ ଅନୁସରଣ କରିପାରେ। ଗଣତନ୍ତ୍ରର ଶକ୍ତି। ଏହା ଗଣତନ୍ତ୍ରର ମୂଳ ଆଧାର, ଯେଉଁଥିରେ ଲୋକମାନେ ନିଜ ମତ ଦେଇ ଶାସନର ଦିଗ ନିର୍ଦ୍ଦେଶ କରନ୍ତି। ସାମାଜିକ ଜାଗୃତି। ଜନମତ ମାଧ୍ୟମରେ ଲୋକମାନେ ସାମାଜିକ ଅନ୍ୟାୟ, ଅସମତା ବିରୁଦ୍ଧରେ ଆୱାଜ ଉଠାନ୍ତି। ମିଡ଼ିଆ ଓ ସମ୍ବାଦପତ୍ରର ଭୂମିକା। ଜନମତକୁ ପ୍ରତିଫଳିତ କରିବାରେ ମିଡ଼ିଆ ଏବଂ ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଜନମତର ବୈଶିଷ୍ଟ୍ୟ। ଜନମତର ବୈଶିଷ୍ଟ୍ୟ ବିଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇପାରେ। ବିଶେଷ କରି ଏହା ଗଣତନ୍ତ୍ରୀୟ ଓ ସାମାଜିକ ମୂଲ୍ୟବୋଧ ଦୃଷ୍ଟିରୁ ଏହିଠାରେ ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଦିଆଯାଉଛି। ଜନମତର ବୈଶିଷ୍ଟ୍ୟ। ଲୋକମାନଙ୍କର ମତାମତର ପ୍ରତିବିମ୍ବ। ଏହା ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରେ। ଗଣତନ୍ତ୍ରର ଆଧାର। ଜନମତ ଗଣତନ୍ତ୍ରର ମୂଳ ଶକ୍ତି, ଯାହା ମାଧ୍ୟମରେ ଶାସନ ଲୋକମାନଙ୍କ ଇଚ୍ଛା ଅନୁଯାୟୀ ଚାଲିଥାଏ। ଗଠନ ଓ ପରିବର୍ତ୍ତନଶୀଳତା। ଜନମତ ସମୟ ଅନୁଯାୟୀ ବଦଳିଯାଏ, ଯାହା ନୀତି ଓ ନିଷ୍ପତ୍ତି ଉପରେ ପ୍ରଭାବ ପକାଏ। ମିଡ଼ିଆ ଓ ସର୍ଭେ ମାଧ୍ୟମରେ ମପାଯାଏ। ଜନମତକୁ ଅନେକ ସମୟରେ ଗଣମାଧ୍ୟମ, ଅନୁଷ୍ଠାନ ବା ସର୍ଭେ ମାଧ୍ୟମରେ ଅନୁସନ୍ଧାନ କରାଯାଏ। ଗଣତନ୍ତ୍ରର ଭୂମିକା। ଗଣତନ୍ତ୍ରରେ ଜନମତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ମାଧ୍ୟମରେ ଲୋକମାନେ ନିଜ ମତାମତ ଦେଇ ଶାସନ ଓ ନୀତି ନିର୍ମାଣରେ ଅଂଶଗ୍ରହଣ କରନ୍ତି। ଏହା ଗଣତନ୍ତ୍ରର ମୂଳ ଆଧାର ଅଟେ। ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ ଗଠିତ ଶାସନ। ଗଣତନ୍ତ୍ରରେ ଜନମତର ଭୂମିକା। ନିର୍ବାଚନ ମାଧ୍ୟମରେ ଅଭିବ୍ୟକ୍ତି। ଜନମତ ମାଧ୍ୟମରେ ଲୋକମାନେ ନିଜ ନେତା ଚୟନ କରନ୍ତି, ଯାହା ଶାସନର ଦିଗ ନିର୍ଦ୍ଦେଶ କରେ। ନୀତି ନିର୍ମାଣର ଦିଗ ନିର୍ଦ୍ଦେଶ। ଜନମତ ନୀତି ନିର୍ମାଣକୁ ପ୍ରଭାବିତ କରିଥାଏ, ଯାହା ଲୋକମାନଙ୍କ ଆବଶ୍ୟକତା ଓ ଆଶାକୁ ପ୍ରତିବିମ୍ବିତ କରେ। ଗଣମାଧ୍ୟମର ଭୂମିକା। ସ୍ୱାଧୀନ ଗଣମାଧ୍ୟମ ଜନମତ ଗଠନରେ ତଥ୍ୟ ଓ ବିଚାର ପ୍ରବାହ ଦେଇ ଲୋକଙ୍କୁ ସଚେତନ କରାଏ। ବିଚାର ବିଭାଗ ଓ ନ୍ୟାୟ। ଗଣତନ୍ତ୍ରର ନ୍ୟାୟ ବ୍ୟବସ୍ଥା ଜନମତ ଅନୁଯାୟୀ ନ୍ୟାୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଜନମତ ଗଠନ ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀ। ଶିକ୍ଷା ଓ ସାକ୍ଷରତା। ଜଣାଲୋକେ ତଥ୍ୟ ଆଧାରରେ ମତ ଗଠନ କରିପାରନ୍ତି। ସ୍ୱାଧୀନ ଗଣମାଧ୍ୟମ। ତଥ୍ୟ ଓ ବିଚାରର ମୁକ୍ତ ପ୍ରବାହ ଦ୍ୱାରା ଜନମତ ଗଠନ ସମ୍ଭବ। ବୁଦ୍ଧିଜୀବୀ ଓ ଆଲୋଚନା ଚକ୍ର। ଗଭୀର ବିଚାର ବିମର୍ଶ ମାଧ୍ୟମରେ ଜନମତ ଗଠନ ଗୁଣାତ୍ମକ ହୁଏ। ସାମାଜିକ ଭାଗିଦାରୀ। ଲୋକମାନଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଜନମତ ଅଧିକ ଦୃଢ଼ ଓ
ଦାୟିତ୍ୱଶୀଳ ହୁଏ।